ସୁଖୀ ଦାମ୍ପତ୍ୟ ଜୀବନ। ଦାମ୍ପତ୍ୟ ଜୀବନରେ ଯଦି ସୁଖ ଶାନ୍ତି ଚାହାନ୍ତି ହେଲେ ସ୍ତ୍ରୀ ଅନ୍ନପୂର୍ଣ୍ଣା ହୋଇ ପୁରୁଷର ରୋଜଗାରରେ ସହଯୋଗ କରୁ। ଉଭୟଙ୍କର ମନକୁ ମାଧୁର୍ଯ୍ୟ ଏବଂ ପ୍ରସନ୍ନତା ଦେବାରେ କାମନା କରନ୍ତି। ପୁରୁଷର ପରିଶ୍ରାନ୍ତ ଜୀବନର ସ୍ତ୍ରୀ ହୋଇ ବିକଶିତ ହେଉ। ସଂସାର ସାଗରରେ ଶକ୍ତି ହୋଇ ଆସ ପ୍ରଦାନ କରୁ। ପୁରୁଷ ସ୍ତ୍ରୀକୁ ଅର୍ଦ୍ଧାଙ୍ଗର ସମ୍ମାନ ଦେଉ। ଏହା ନହେଲେ ଦାମ୍ପତ୍ୟ ଜୀବନରେ ନୌକା ଫୁଟା ଡଙ୍ଗା ପରି ତଳ ଜଳରେ ଅସମୟରେ ବୁଡ଼ିଯିବ କିମ୍ବା ଭଙ୍ଗା ଚକର ଗାଡ଼ି ପରି ଖାଇ ଖାଇ ଘୋଷାରି ହୋଇ ଗତି କରିବ। ଯଦି ପରସ୍ପର ପ୍ରତି ଅତୁଟ ବନ୍ଧନ ଥାଏ ତାହାହେଲେ ଦାମ୍ପତ୍ୟ ଜୀବନରେ କଳି ଓ ଅଶାନ୍ତି ରୂପକ କୀଟ ଦଂଶନ କରିପାରିବ ନାହିଁ। ନୃସିଂହ ପୁରାଣରେ ଅଛି, ଯଦ୍ୟପି ଭାରିଜାଠାରେ ଭତା ସ୍ନେହ ଥାଇ କରିବେ କୁଟୁମ୍ବ ଯାକ ଖଳ ହୋଇ। ନଣନ୍ଦ ଶାଶୁ ଶ୍ୱଶୁର ଗଞ୍ଜିଲେ ତାପ ନ କାଟେ କେଭେ ଦୟା ଥିଲେ। ବିବାହ ଓ ବନ୍ଧୁତ୍ୱ ସମାନ ସ୍ତର ସମାନ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥାଏ। ତେଣୁ ବିବାହ କରିବା ସମୟରେ ଆର୍ଥିକ ଦିଗ ପ୍ରତି ଅଧିକ ଦୃଷ୍ଟି ନ ଦେଇ ସମାନତା ଓ ଅନୁରୂପତା ଦିଗକୁ ଦୃଷ୍ଟି ଦେବା ଉଚିତ। ନବବଧୂ ନିର୍ବାଚନ କରିବା ସମୟରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ବ୍ୟତୀତ ସେମାନଙ୍କର ସ୍ୱାସ୍ଥ୍ୟ, ସ୍ୱଭାବ, ରୁଚି ଏବଂ ସର୍ବୋପରି ସୌନ୍ଦର୍ଯ୍ୟ ଦିଗକୁ ନଜର ଦେବାଟା ଅତ୍ୟନ୍ତ ଜରୁରୀ। ଏହା ସଙ୍ଗେ ସଙ୍ଗେ ବିବାହ କଥା ପକ୍କା କରିବା ପୂର୍ବରୁ ପାତ୍ରୀ ନିଜ ନିଜ ସମ୍ପର୍କରେ କିଛି ସ୍ପଷ୍ଟ ଭାବରେ ଏକ ଅପରକୁ ଜଣାଇ ଦେବେ। ଏମାନଙ୍କୁ ଏକାନ୍ତରେ କଥାବାର୍ତ୍ତା ହେବା ପାଇଁ କିଛି ସମୟ ସୁଯୋଗ ଦେବା ଉଚିତ। ବିବାହ ହେଉଛି ଜନ୍ମ ପରେ ମାନବ ଜୀବନର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଏପରି ଏକ ଘଟଣା ଯାହା ଉପରେ ପରବର୍ତ୍ତୀ ଜୀବନର ଦୁଃଖ ସୁଖ କିଛି ନିର୍ଭର କରେ। ବିବାହର ଉଦ୍ଦେଶ୍ୟ ହେଲା ଏପରି ଏକ ଜୀବନ ସାଥୀକୁ ବାଛି ନେବା ସାରା ଜୀବନ କାୟାର ଛାୟା ପରି ପାଖେ ଥିବ। ତେଣୁ ବିବାହ ନିମନ୍ତେ ଏପରି ଜୀବନ ସାଥୀ ନିର୍ବାଚନ କରିବା ଉଚିତ କି ଜୀବନ ସାରା ସୁଖ ଦୁଃଖରେ ହୋଇଥିବ। ଶରୀରର ସବୁ ଅଙ୍ଗକୁ ସମାନ ବ୍ୟାୟାମ ମିଳିବା ଦରକାର। ଶରୀରରେ ଯେଉଁଠି ଯେଉଁଠି ତନାବ ରହିଛି ଅଙ୍ଗକୁ ଟାଣି ଢିଲା ଛାଡ଼ନ୍ତୁ। ଏହି ଉପାୟରେ ଶରୀର ପୁଣି ଥରେ କାମ କରିବା ପାଇଁ ପ୍ରସ୍ତୁତ ହୋଇଯାଏ। ଖୁସିରେ ରହିବା ପାଇଁ ମଣିଷ ଭିତରେ ଦୁଇଟି ଜିନିଷ ରହିବା ନିହାତି ଜରୁରୀ, କହିବାର ଓ ଶୁଣିବାର ଶକ୍ତି ଆଉ ବୁଝାଇବାର ଶକ୍ତି। ଆସନ୍ତୁ ଜାଣିବା ଗାଜର ଆମ ଦେହ ପାଇଁ କେତେ ଉପକାରୀ। ଗାଜରରେ ପ୍ରଚୁର ପରିମାଣରେ ଆଇରନ୍ ଥିବାରୁ ଏହା ରକ୍ତର ପରିମାଣକୁ ବଢ଼ାଇଥାଏ। ଗାଜରରେ ଭିଟାମିନ ଏ ଥିବାରୁ ଆଖିର ସମସ୍ୟା ଦୂର କରିଥାଏ। ପ୍ରତିଦିନ ଗାଜର ଖାଇଲେ ଗ୍ୟାସ୍ ସମସ୍ୟା ଦେଖାଯାଇନଥାଏ। ଗାଜର ଶରୀରରେ ଥିବା କୋଲେଷ୍ଟ୍ରଲକୁ ବଢ଼େଇ ଦେଇନଥାଏ। ଗାଜର ହାର୍ଟକୁ ସୁସ୍ଥ ରଖେ ଏବଂ କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ। ମୋର ଆଉ ଭରସା ନାହିଁ କେଉଁ ସମ୍ପର୍କ ଉପରେ, ନା ମୁଁ ଯେଉଁ ସମ୍ପର୍କକୁ ନେଇ ଗର୍ବ ଅନୁଭବ କରୁଥିଲି ଏହି ସମ୍ପର୍କରେ ମୁଁ ବେଶୀ କଷ୍ଟ ପାଇଛି। ଏବେ ତ ଡର ଲାଗୁଛି କାହା ସହ ଦୁଇ ପଦ କଥା ହେବାକୁ। କାଳେ ପୁଣି କିଏ ଦୁଇ ପଦ ମିଠା କଥା କହି କଷ୍ଟ ଦେବ ମୋ ମନକୁ। ଯେବେ କିଏ ମୋତେ ମୋ ମନରେ ଆଘାତ ଦିଏ ମୁଁ ଚୁପ୍ ରୁହେ, କାରଣ ମୁଁ ଜାଣେ ମୋ ଅପେକ୍ଷା ସମୟ ବହୁତ ବଢ଼ିଆ ଜବାବ ଦିଏ। ଅସତ୍ ଚରିତ୍ର ବିଶିଷ୍ଟ ନାରୀ ଏବଂ ବୃତ୍ତି କରୁଥିବା ସ୍ତ୍ରୀ ଲୋକେ ଧନାର୍ଜନ ତଥା ଅନ୍ୟ କାମନା ପୂରଣ କରିବାରେ ବଧୂଙ୍କୁ ଅନ୍ତରାୟ ମନେକରି ପ୍ରତି ଶତ୍ରୁତା କରନ୍ତି। ସ୍ୱାମୀ ସୁଖରୁ ବଞ୍ଚିତା ବିଧବା ପରବଶ ହୋଇ ସୁଖ ଭୋଗ କରୁଥିବା ନାରୀଙ୍କ ପ୍ରତି ଶତ୍ରୁତା କରନ୍ତି। ସାଧାରଣ ଗରିବ ଲୋକେ ନିଜର ଅପାରଗତା, ଭାଗ୍ୟ ଓ ହୀନମନ୍ୟତା ପାଇଁ ନିଜର ଦୁର୍ବଳତା ନ ଦେଖି କର୍ମଠ
ଧନୀ ବ୍ୟକ୍ତିଙ୍କ ଈର୍ଷା ପରାୟଣ ହୁଅନ୍ତି ଏବଂ ତାଙ୍କ ପ୍ରତି ଶତ୍ରୁତା କରନ୍ତି। ଜୟ ଶ୍ରୀ ଜଗନ୍ନାଥ।